मो धर्मपत्नीଙ୍କର ଟିକେ ରାଗ ପଶି ଯାଇଛି କାହିଁକିନା ମୁଁ ଯେଉଁ ସମୟରେ କହିଥିଲି ଆସିବି ବୋଲି ସେ ସମୟରେ ନ ଆସିକି 2-3 ଘଣ୍ଟା ଲେଟ୍ରେ ଆସିଛି। ଏବେ ଦେଖିବା ତା ରାଗଟା କୋଉ ଭଳିଆ ହେଇଛି। କଥା କହିଲାନି ପଳେଇଲା ବା। ହଉ ଯାଉ ତାପରେ ପୁଣି ସାଇଜ ହେଇକି ପଳେଇ ଆସିବ। ଭିଡିଓଟା କରୁଛ ଅତି ବାଜେ ରହୁଛି। କଣ ପାଇଁ ପଖାଳ ହେଇଛି ସମସ୍ତେ ପଖାଳ ଖାଇଲେ। ତୁ ଏମିତି ନୂଆ ବୋଉ ଭଳିଆ ମୁହଁଟାକୁ ଲୁଚଉଛୁ କାହିଁକି? ତମ ପଖାଳ ଖାଇବ କହୁନ ଭାତ ଫୁଟୁଛି ହେଇନି। ହଉ ଠିକ ଅଛି ତାହେଲେ ପଖାଳ ଖାଇବି ଆଉ। ପଖାଳ ଖାଇବାକୁ ଦବ କିନ୍ତୁ ସେଇଟା ମୁହଁ ଲୁଚେଇକି କହୁଛି ଓ ନୋ। ଅବଶ୍ୟ ଏମିତିରେ ମୋର ପଖାଳ ଖାଇବା ବହୁତ ଅଭ୍ୟାସ ଅଛି କାହିଁକିନା ମୁଁ ସୁଟିଂ ସେଟ୍ରେ ଡେଲି ପଖାଳ ଖାଏ ସକାଳୁ ସକାଳୁ। ଭୋକ ହେଲାଣି ବା। କାହିଁ ଏତେ ଜୋର ପାଟି କରୁଛ କହିଲ? ତରତର ହୁଅନି, ଅପେକ୍ଷା କର। କ'ଣ କହିଲୁ? କିଛି ନାହିଁ କହିବ। ହଁ କ'ଣ ଗୋଟେ କହିଲୁ ବା। ପଖାଳ ହେଇଯାଇଛି, ପଖାଳ ବଡ଼ିଚୁରା ଆଉ ପିଠଉ ହେଇଛି, ଆଳୁ ଚକଟା ଆଉ ପାମ୍ପଡ଼ ଲଗେଇ ଖାଇଦିଅ ପଖାଳ। ନା ଭାତ ହେଲା ପର୍ଯ୍ୟନ୍ତ ରହିବ, ଫୁଟୁଛି ଭାତ। ନାଇଁ ପଖାଳ ଖାଇଦେବା ଆଉ। ସଜ ପଖାଳ, ଭାତ ପଖାଳିକି ଖାଇଛୁ। ଆମର ଗରମ ଭାତ ହେଇଥିଲା ତ ପଖାଳ ହେଇକି ଖାଇଛି। ହଁ ହଉ ଠିକ୍ ଅଛି। ରାଗ ଶାନ୍ତି ହେଲା? ମାନେ ରାଗ ଶାନ୍ତି ହେଲା? ମୁଁ କ'ଣ ରାଗିଥିଲି ନା କ'ଣ? ନାଇଁ ନାଇଁ ତୁ ଗେଲ କରୁଥିଲୁ, ପ୍ରେମ କରୁଥିଲୁ। ମୁଁ କାହିଁ ପ୍ରେମ କରିବି ବା? ଆଉ ଗୋଟେ ସ୍ୱାମୀ ସ୍ତ୍ରୀଙ୍କର ଭଲ ପାଇବା ଆଉ। କ'ଣ କହୁନଥିଲ ଫୋନ୍ କରିକି ଯାଉଛି ଖାଇବା? କ'ଣ ପାଇଁ କହିବି? ମାନେ ଆଉ ଖାଇବା ଟାଇମ୍ ହେଲେ ଆମେ ଖାଇବୁ ନା କିଏ ଆସିବ ବୋଲି କ'ଣ ଅପେକ୍ଷା କରୁଥିବ? କିଏ ଆସିବ ମାନେ ମୁଁ ତ ଆସିବ, ପୁଣି କିଏ ଆସିବ ମାନେ ମୁଁ ମୋ ଘରକୁ ଆସିବି। ମୁଁ କହିବି ଯେ ମୁଁ ଘରକୁ ଯାଉଛି, ମୋ ପାଇଁ ଖାଇବା ତିଆରି କର। ଆଉ କ'ଣ ଆମେ କେମିତି ଜାଣିବୁ ପୁଣି? ଆପଣମାନଙ୍କ ଧର୍ମପତ୍ନୀ ବି ଏଇଆ କରୁଛନ୍ତି କି? ଯଦି କରୁଛନ୍ତି ତାହେଲେ ଟିକେ କମେଣ୍ଟ ବକ୍ସରେ କମେଣ୍ଟଟା ଦିଅନ୍ତୁ। ରହିଲି, ଜୟ ଜଗନ୍ନାଥ।